ତ ସାଙ୍ଗମାନେ ନମସ୍ତେ ଭଲ ଥାଉ ସମସ୍ତେ ଆଜି ଥିଲା ନବମୀ ତ ସେଥିପାଇଁ ସକାଳୁ ସକାଳୁ ବାବା ମାମା ଉଠିକି କାମରେ ଲାଗି ପଡ଼ିଲେ। ମାମା ଦେଖିପାରୁଥିବେ ଆମର ଚିତା ପକାପକିରେ ଲାଗି ପଡ଼ିଲେ। ତ ମୁଁ ବାହାରି ପଡ଼ିଲି ମୋ କାମରେ ଲାଗି ପଡ଼ିବା ପାଇଁ ଘର ସଜାସଜି କାମରେ ଲାଗି ପଡ଼ିବା ପାଇଁ ମୁଁ ସାମଗ୍ରୀ ସଜାସଜି କରିଥିଲି ଯାହାକି ଆମର ସଜପୂଜ ବୋଲି କୁହାଯାଏ ଆଜି। ତ ସେଥିପାଇଁ ବଗୁଲକୁ ଡାକି ନେଇ ଆସିଲି ପୂଜାରେ ଶଙ୍ଖ ଫୁଙ୍କା ଫୁଙ୍କି କରିବା ପାଇଁ। ତ ନବି ଆସି ଆମର ପୂଜା ଆରମ୍ଭ କରିସାରିଲେଣି। ମାମା ବାବି ଆମର ପୂଜାରେ ବସିଛନ୍ତି। ତ ସାଙ୍ଗମାନେ ଆପଣମାନେ କମେଣ୍ଟ ମଧ୍ୟରେ ନିଶ୍ଚିତ ଜଣାଇବେ ଆପଣମାନଙ୍କର ପୂଜା କେମିତି ହୋଇଥାଏ। ତ ଦଶହରା ସମୟରେ ଆମେ ଦୁର୍ଗା ମାତାଙ୍କ ସମୟରେ ଯଦି କିଛି ପୂଜାପୂଜି କରିଥାଉ ଘରେ ଅନୁଷ୍ଠାନ କରିଥାଉ ତ ତାଙ୍କର ଆଶୀର୍ବାଦ ଆମ ଉପରେ ରହିଥାଏ। ତ ଫାଇନାଲି ଆମର ପୂଜାପୂଜି ସରିଗଲା। ଏଥର ଯାନବାହନ ପୂଜାପୂଜି କରି ଆମେ ବାହାରି ପଡ଼ିଲୁ କିଛି ଫଳମୂଳ କାଟିବା ପାଇଁ, କାହିଁକିନା ଆଜି ପ୍ରସାଦ ବି ଲାଗି ହେବ ଠାକୁରଙ୍କ ପାଖରେ। ତ ସାଙ୍ଗମାନେ ଆଜିର ପ୍ରସାଦରେ ଥିଲା ଯେତିକି ସବୁ ଫଳମୂଳ ଆସିଥିଲା ସେଉ, ଅଙ୍ଗୁର ଏବଂ ବୁନ୍ଦିଆ ଏବଂ ଚୁଡ଼ା ଭସା। ତ ଏଇ ପ୍ରସାଦଟି ବହୁତ ସ୍ୱାଦିଷ୍ଟ ବି ହୋଇଥିଲା ଏବଂ ଠାକୁରଙ୍କ ପାଖରେ ଭୋଗ ବି ଲାଗି ହୋଇଥିଲା ଏବଂ ଭୋଗ ଲାଗି ହୋଇସାରିଲା ପରେ ଘର ଘର ସବୁ ବଣ୍ଟା ସାଙ୍ଗମାନେ ପ୍ରସାଦ ଲଗାଇ ଆମେ ନିଜେ ବି ପାଇନେଲୁ ପ୍ରସାଦ। ଆଜିର ମିନି ଭିଡ଼ିଓଟି ଏତିକି ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ।